ପପୁ ତମର ପପୁ ଲାଗେ ନାହିଁ ଇମେଜ ପାଇଁ ବେଡଲକ୍ ପପୁ ଲାଗେ ନାହିଁ ପପୁ ପଳେଇଲା। ଇମରାନ ଖାନ ଅପଡେଟ ଟିକେ ଦିଅ। ଇମରାନ ଖାନ ଆସିନାହିଁ ଭାଇ, ସିଏ ଅଛି, ସିଏ ଫେରିବ। ଇମରାନ ଖାନ ରିଟର୍ନ ହବ। ସେ ଭାଇ ଆସିଲେ ତ ସମସ୍ତେ ଜାଣିବେ ଆଉ ତାକୁ କଣ ଅପଡେଟ ସେ ଦିଆହବ। ଆଇଲେ ବି ସେ ଟିମ୍ ଭଲ କରିବ ନିଶ୍ଚିତ। ସେ ଟିମ୍ ର ବ୍ୟାକବୋନ କହିଲା ଭଳିଆ। ଆମର ଯୋଉ 20-25 ରନ୍ ଲାଷ୍ଟ ଆଡି କମି ଯାଉଛି, ସିଏ ଥିଲେ ସେଟା କେବେ କମନ୍ତାନି। ହଁ ସେ ଦେଖୁଛି ଇମରାନ। ସେ ସବୁବେଳେ ଦେଖୁଛି, ସେ ସାଙ୍ଗେ ସବୁ ସାଙ୍ଗେ ଫୋନ କରୁନି। ଦେଖିବନି କେମିତି କଣ ଏଇ ଯୋଉ ଏତେ ଦିନର ମାନେ ନିଜେ ସେ ଟିମ ର ଖଟିକି ଟିମ ନା ଆଗକୁ ନେଇଛି, ସେ ଦେଖିବନି ନା। ସମସ୍ତେ ଦେଖୁଛନ୍ତି, କଣ କରାଯିବ। ଏଇ ବସିକି ଛାଡ ରିଲାକ୍ସ ହଉ। ହଁ ଆକ୍ଚୁଆଲି ମୁଁ ଘରକୁ ପଶିବା ପୂର୍ବରୁ ମାନେ ମୁଣ୍ଡ ଏତେ ଓଜନ ଲାଗୁଥିଲା, ମୁଁ ମାନେ ଘରକୁ ଆସିଲିନି ଆଗେ ବ୍ୟାଗ ବାହାରେ ରଖିଦେଇକି ବାହାରେ ଥିଲି। ତାପରେ ଆମ ଘରେ ଜାଣିନେଲେ କେମିତି, ପାଟି ବାହାରୁ ଶୁଣିନେଲେ, ଗେଟ ଖୋଲିକି ଗଲେ। ଯାଇ ମୋ ବ୍ୟାଗ ଫ୍ୟାଗ ନେଇ ଆସିଲେ, ତାର ଭିତରେ କହିଲେ ଆମ ପା ସବୁ ଅପେକ୍ଷା କରୁଛୁ ଖାଇବା ପାଇଁ। ସେଇଠୁ ଭାଇ ତାପରେ ହଉଛି ସେକେଣ୍ଡରେ ଆଉ ବଲ୍ କିଛି ଇଏ ଦେଖା ଦେଖୁଥିଲେ ହଉନଥିଲା। ବୋଲି ମୁଁ ଜାଣିନି, ଇଏ ପୁରା ଗୋଟି ଗୋଟି ଦେଖୁଛନ୍ତି ଘର ଲୋକ। ଇଏରେ ମତେ କହୁଛନ୍ତି ତମର କିଏ ବୁଝାବୁଝି କରୁଛି ପଡିଆରେ। ମୁଁ କହିନି ବୁଝାବୁଝି କରୁଛନ୍ତି 2-3 ଜଣ। ତାଙ୍କୁ ମୋ ନମ୍ବର ଦିଅ, ମୁଁ ପଚାରେ। ମେ ବି ହଁ ଟର୍ଣ୍ଣିଂ ପଏଣ୍ଟ, ହଁ ପପୁ ରନ ଆଉଟ ଟା ବହୁତ ବଡ ଟର୍ଣ୍ଣିଂ ପଏଣ୍ଟ। ମାନେ ଆମେ କ୍ୟାଚ ଆଉଟ୍ ହେଇଛନ୍ତି, ବୋଲ୍ଡ ହେଇଛନ୍ତି, ବୋଲିଂ ଯାହା ଭଲ ଖରାପ ଯାହା ବି କଲେ, କିନ୍ତୁ ରନ ଆଉଟ ନାଇଁ ସତ କଥା ଶୁଣ, ସବା ଆମେ ଶେଷରେ ଜବରଦସ୍ତି ତିନିଟା 2-3 କାଟା ଘୁଷାରିଛନ୍ତି। ଫାଷ୍ଟରେ ଡ୍ର, ଘୁଷାରିଛନ୍ତି। ତାପରେ ଫେର ଫାଷ୍ଟ ଡ୍ର। ତିନିଟା ବଲ 12 ରନ। ଆମ ଟିମ ର ସବୁଠୁ ଭଲ ବୁଲର ଯିଏ, ତା ହାତରେ ବଲ ପିଲାଡୁ। ଏ ବର୍ଷର ତାଠୁ ମତେ ମାନେ ପିକ୍ ଫର୍ମ ଯାହାର। ସତ କଥା ହଁ। ପିକ ଫର୍ମ ମତେ ଲାଗେନି ଯେ କେବେ ତାଠୁ ମାନେ ଭଲ ବୁଲର ଆମର ବୋଲି, ମାନେ ଆଉ କିଏ ଅଛନ୍ତି ବୋଲି। ସତ କଥା ନା ତା ସେ ବହୁତ ହାତରେ କନଫିଡେଣ୍ଟ ନା, ହଁ ଏକ୍ସପିରିଏନ୍ସ ବି ହେବି। 10 ଆଉ ବର୍ଷର ଉପରେ ଏକ୍ସପିରିଏନ୍ସ ନା। ନା କିନ୍ତୁ ମତେ ବି ଫିଲ୍ ହେଇନଥିଲା, ମୁଁ ଜାଣିଥିଲି ଯେ ପିଲାଟା ରଖିଦେବେ, ସେ କଥା ନୁହେଁ। ଆରେ ମୁଁ କିନ୍ତୁ ଜାଣିଛ କି ନାଇଁ, ନନ୍ଦ ବି ଯେତେବେଳେ ସାମ୍ନାରେ ଗୋଟେ ଏକ୍ସପିରିଏନ୍ସ ପିଲା ପଡିଗଲା ନା, ସିଏ ଆରେ ସେଇଥିପାଇଁ ନାଇଁ ୱେଟ କରି ରହିଗଲା। ଯେତେ ଦା ହେଇଥିଲେ ମତେ ବିଶ୍ୱାସ ଲାଗୁନଥିଲା ଯେ 3ଟା ବଲ 12 ରନ ଥିଲା। ସେଇଠି ମୁଁ ଟିକେ ଆଶ୍ୱସ୍ତ ହେଇଯାଇଥିଲି, ମୁଁ ଯାହା ହଉ ଭଗବାନ କି ଶୁଣିଲେ, ଏଇଆ ଭାବି ଦେଇଥିଲି। ହଉଛି ତାପରେ ମୁଁ କେବେ ଭାବି ପାରୁନଥିଲି ଯେ ପିଲାଟା ଦିଟା ଆମର ହିଁ ବେଲକ। ତମେ ଚିନ୍ତା କର, ସେ ଯୋଉ ମୁଁ ଡ୍ରାଇଭ ଟା ମାଇଲି, ମୋ ଆଙ୍ଗୁଳି ବାଜିକି ଗଲା ବଲ। ହୁଁ। ଟିକେ ଆଉ ଟିକେ ବାଜିଥିଲେ ବି ହାତ ରହିଯାଇଥାନ୍ତା। ହୁଁ। ମାନେ ହାତ ଚାରି ଉଟକି ଯାଉ, ଟିକେ ରହିଗଲା ଆଉ। ଛାଡ। କଣ କରିବା, ଲକ୍ କାମ କରୁନି ଆଉ କଣ ଅଛି, ଖେଳିବୁ ତ ଆଉ। ସବୁ ବଳ ଲଗେଇ ଦଉଛୁ, ସେ ଇଏ ଭାଇ କାହିଁ ବୁଝିବ କେତେ କଷ୍ଟ। ମାନେ ପ୍ରାକ୍ଟିସ କରୁଛୁ, ପଡିଆରେ ବାଜୁଛି। ପଡିଆରେ ମୁଁ 2-3 ଥର ବ୍ୟାଟିଂ କଲିଣି, ଠୁ ଠା କରି ବଲ ବାଜୁଛି। ପଡିଆରେ ବାଜୁଛି, ସେ ପେଟି ବାଜୁନାହିଁ। କଣ ହଉଛି ଜଣା ପଡୁନି ଆଉ, ଖାଲି ଗୋଟେ ବୁଲିଂ କରିବା କଥା ବୋଲି ଆଉ। ଦେଖିବା, ନହେଲେ ଖେଳ ଅବସର ଘୋଷଣା କରିଦବା ଆଉ। କେତେ ବର୍ଷ ଆଉ ଖେଳିବୁ। ହଁ। ହଁ ଯାଇ ବସେଇଦେବି ଚାର୍ଜ, ତମେ ଶୁଅ ମୁଁ ବସେଇଦେବି। ହଉଛି ଛାଡ, ସବୁ କଣ କରାଯିବ, ସବୁ ତ ଏଇ ତଥାପି ରିଲାକ୍ସ ରଖେ। ମୁଣ୍ଡ ଟା ଟିକେ ଓଜନ ଲାଗୁଥିଲା, ତାକୁ ଟିକେ ହାଲକା କରିବା କଥା। ହଁ ପା, ଓଜନ ମାନେ ନିଦ ହଉନାହିଁ। ସେଠି ଖଟି ଖଟିକି ଦିନ ଗଲା, କହିଲା ଭଳିଆ 200-400 କିଲୋମିଟର ଟ୍ରାଭେଲିଂ, ତଥାପି ନିଦ ଆସୁନାହିଁ। ସେଇଆ କଥା। ହଉ ଦେଖିବା, ଠାକୁର କେତେବେଳେ ଅନଉଛନ୍ତି, ଆମେ ପରିଶ୍ରମ କରିବା, ଫଳ ଆମ ହାତରେ ନାହିଁ। ଆଉ କାମ ହବ କରିଚାଲ, ଆଉ। ଫଳ ହୁଁ, ଆମ ହାତରେ ହୁଁ। ନାହିଁ। ହବ ଭାବି ହବ ଦିଅ ଯେ କେତେ ନାହିଁ ଦିନ ହାତରେ। ଲଢିଆ ଜୀବନ ପିଲାଙ୍କୁ ନେଇକି ପଇସା ଖର୍ଚ୍ଚ କରି ଜିତିବା ପାଇଁ ଚାହିଁବ, ତୁମ ଯିଏ ଫର୍ମ ରେ ନାହିଁ। ଏବେ ମନେକର ମୁଁ 10ଟା ମ୍ୟାଚ ହେଲା ରନ କରିନାହିଁ, ତ ମତେ ବସେଇ ଦବ ଆଉ ଗୋଟେ ପିଲାକୁ ଖେଳେଇବ। ସେମିତି
କ୍ରିକେଟ ଜିତିଲେ ବି ସେ କ୍ରିକେଟର ମାନେ କିଛି ନାହିଁ ସତ କଥା କହୁଛି। କ୍ରିକେଟ କଣ ସେମିତି ଜଣଙ୍କ ପାଖରେ ଯାହା ପାଖରେ ପଇସା ଅଛି ସେ 10 ଲକ୍ଷ ଦବ ଗୋଟେ ଟିମ୍ କରିଦବ, ନା 15 ଲକ୍ଷ ଦବ ଟିମ୍ ଟେ କରିଦବ। এটা ପିଓର ଟିମ୍ ଗୋଟେ ବଣ୍ଡିଂ, ସେ ବଣ୍ଡିଂ ରେ ଟିମ୍ ରେ ଖେଳା ହଉଛି। ସେଟା ଗୋଟେ ଖାଲି ଟିମ୍ ଟିମ୍ ତମେ 11-12 ଜଣ କି 15 ଜଣଙ୍କୁ ନେଇକି ଟିମ୍ ପ୍ଲସ୍ ଏଇ ଯୋଉ ଅଲ ଓଡିଶା କି ଓଡିଶା ବାହାରେ ଯୋଉ ସମସ୍ତଙ୍କୁ ନେଇକି ଗୋଟେ ଫ୍ୟାମିଲି ହେଇଛି, ଏଟା ଗୋଟେ ମାନେ ଗୋଟେ ବଣ୍ଡିଂ ପାଇଁ ଖେଳା ହଉଛି। କିଛି ନାହିଁ ୟା ଦେହରେ। ବହୁତ ଲୋକଙ୍କୁ ଲାଗୁଥିବ ପଇସା ଭଲ ମନ୍ଦ, ସେମିତି କିଛି ନାହିଁ। ପରିଶ୍ରମ ଅନୁସାରେ ପଇସା ନୁହଁ, ମନେ ରଖିଥାଅ। ଭୋକ ଉପାସରେ ଆଜି ସକାଳେ ଖାଇଥିଲେ, ଗଲାବେଳେ ଦହିବରା ଖାଇଥିଲେ, ଫେର ରାତିରେ ଖାଇଲେ ଆସିକି 8ଟା ବେଳେ। ଦିନ ମାନେ ସେ ପାଣି ନା ସେମାନେ ସିଏ ଅର୍ଗାନାଇଜେସନ actually ନା କିଛି ପିଲା ଜାଣି ମାନେ ପାରୁଛନ୍ତି, କିଛି ଅର୍ଗାନାଇଜେସନ, ପିଲା ସେଇ କଥା ମୁଁ କହୁଛି ତ। ଅର୍ଗାନାଇଜେସନ ନା ଗୋଟେ କଦଳୀଟେ ଦେଇଛି ନା ଗୋଟେ ପାଣି ଟୋପେ ବି ପଠେଇଛି ପାଖକୁ, କିଛି ନାହିଁ। ତ ନା ପାଣିଟା ଦେଇଥିଲେ ନା କଣ ସାଇଡରେ ଗୋଟେ, କିନ୍ତୁ ତାଙ୍କ ତରଫରୁ ବି କିଛି ଦିନ ମାନ ଖେଳିବୁ କି ସେମିତି କିଛି ନାହିଁ ବ୍ୟବସ୍ଥା। କି ସେ ପଡିଆରେ ବି ସେମିତି କିଛି ବ୍ୟବସ୍ଥା ନାହିଁ। ତୁ ଗୋଟେ କଣ କଦଳୀ ଫଦଳୀ କିଣି ଆଣିବୁ, ଯିବୁ 2 କିଲୋମିଟର ଦୂର ଯାଇ ଆଣିବୁ। କଣ କିଣିବ ତୁମେ? ସେ ଖେଳ ଟେନସନରେ ରହିଲା ବେଳକୁ ଭୁକ ଭୁଲି ଯାଉଛନ୍ତି ମଣିଷ, ଆଉ ତୁମେ କଦଳୀ କଥା। ସକାଳୁ ମୁଁ କହୁଛି ସେ ପରିଶ୍ରମ ଅନୁସାରେ ସେମିତି କିଛି ଇଏ ନୁହଁ। ତେଣୁ ଭାଇ ଏମିତି ତ ଖେଳ ନାହିଁ, ବ୍ୟାଟରେ ବଲ ବାଜୁନାହିଁ। ମୁଁ ସେଇଥିପାଇଁ ୟୁଟ୍ୟୁବ ଚ୍ୟାନେଲ ସେଇ ବ୍ଲଗ କ୍ଷେତ୍ରରେ କୌଣସି ଧ୍ୟାନ ଦଉନାହିଁ। ଭାଇ କ୍ରିକେଟ ଖେଳେ ମୁଁ କଣ ଅଛି, ମୁଁ ସେଟା ଭାଇ ଧ୍ୟାନ ଦିଏନି। ମୁଁ ନାଇଁ ସେ ଆମ ଟିମ୍ କଥା କହୁଛନ୍ତି, ମୁଁ ବ୍ଲଗ କଥା। ବ୍ଲଗ କରିବୁ, ଗଲାବେଳେ ଟେନସନ ଯିବୁ, ଆଇଲା ବେଳେ ଟେନସନ ଆସିବୁ। ବ୍ଲଗ କରିବୁ କେତେବେଳେ? କଣ ଦେଖିବ ତମେ ବ୍ଲଗ ରେ? ଆମର ଯଦି ହାପି ମୋମେଣ୍ଟ କି ଗୋଟେ ମୋମେଣ୍ଟ ଭଲ ଥିବ, କ୍ୟାପଚର କରିକି ଦେଖିବ ତମେ। ମୋମେଣ୍ଟ ହିଁ ମାନେ ଯିଏ କ୍ୟାପଚର କରିବ ସିଏ ବି, ତାର ବି ମାଇଣ୍ଡ ଭଲ ନଥିବ, ତ ତମେ ଦେଖିବ କଣ? ଏମିତି ମେଣ୍ଡିସ ରେ ଓଲଟା ଗୋଟେ ୟୁଟ୍ୟୁବ ଗୋଟେ ଅଛି, ତାକୁ ତା ବାହାଘର ଫାଘର ଭିଡିଓ ପଡୁଛି, ସେଇଟାକୁ ସବସ୍କ୍ରାଇବ କର ସବୁ ମେଣ୍ଡିସ ର। ମୋର ମେଣ୍ଡିସର ମ୍ୟାରେଜ ପରେ ବାଜିନି। କହୁଛି ନା ତମ ନା କହୁଛନ୍ତି, ତୁ ଗୋଟେ ଦୀପ ଫିପ ଜାଳେ, ତୁ ଦୀପ ଫିପ ଜାଳି ଗୋଟେ ପୂଜା କରେ। ଆଉ ମୁଁ ତ ଖେଳ ବିଷୟରେ କିଛି ଜାଣିନି, ମତେ କହିଲେ କଣ ଇଏ ହବ? କିଛି ଜାଣିଛ କି ନାଇଁ ରାଜୁ ଭାଇ? ଇଏ କିଛି ଖେଳ ବିଷୟରେ ଜାଣିନାହିଁ। ମୋ ସ୍ତ୍ରୀ କିଛି ଖେଳ ବିଷୟରେ କିଛି ଜାଣିନାହିଁ। ସିଏ ଜାଣିଛ କି ନାଇଁ, ସେ ବା ଗୋଟେ କଥା ଜାଣିଛି ଯେ ପଡିଆକୁ ଯିବ, ପଡିଆକୁ ଯିବୁ ଯୋଉଟା ଫେରିମି ଯେତେବେଳେ, ସେ ଜାଣିବ ଯେ ମୁଁ ଫେରିଲେ ଆଉଟ ହେଇଗଲି। ଏତିକି ଖାଲି ଜାଣିଛି। ସେତେବେଳେ ମନ ଦୁଃଖ କରିବ। ମୁଁ ଯେତେ ଥର ବୁଝେଇତେ ଯାଉଛି ଫେରୁଛି, ସେଥିରେ ବି ସେ ମନ ଦୁଃଖ କରୁଛି। ସେ ଭାବୁଛି ସିଏ ଆଉ କିଛି ଜାଣିନାହିଁ। ସିଏ ଆଉ କିଛି ମାନେ କିଛି ଜାଣିନାହିଁ। ସେ ଖାଲି ଜାଣିଛି ଯେ ସେ ଯୋଉ ଚାରିପିଟି ଯୋଉ ଗୋଟେ ଏକୁଇନି ନା, ସିଏ ବାଉଣ୍ଡ୍ରି ସେ ଯୋଉ ଭିତରେ ଅଛି ଜାଣିନାହିଁ। କପଡା ପାର ହେଲା ମାନେ ଖୁସି, ଗଡିକି ଯାଉ କି ଉପରେ ଯାଉ, ସେ ସେଟା ବି କିଛି ଜାଣିନାହିଁ। ଛକା କି ଚାରି, ଉଭରେ କେତେଟା ବଲ, ସେମିତି ସେ ତାର ସେମିତି କି ଧାରଣା ନାହିଁ। ହେଲା ସେଥିରୁ କଣ ଅଛି? ଆମର ସେମିତି କିଛି ନୁହେଁ। ଥାଏ ଯେମିତି ଆମେ ଯେମିତି ଆମର ଲକ୍ ଟା ସପୋର୍ଟ ଦଉନି କି ଆମେ ଆଜି 2 ଥର ସୁପର ଓଭର ହେଇକି ବି ହାରିଗଲେ, ସେମିତି ତାର କିଛିଟା, ତାର ଯୋଉ ସଟ ଟା ଛକା ହୁଏ ସେଇ ସଟ ହଉନି, ଯୋଉଟା ତାର ଯେମିତି କ୍ଲିୟର ହେଇଯାଏ ସେଟା ହଉନି, ଯୋଉଟା ବ୍ୟାଟରେ ଲାଗେ ଆଗରୁ ସେଟା ଲାଗୁନି। ସେଟା ଥାଏ ଦିନ କିଛି ଏ ସିଚୁଏସନ ଦେଇକି ସଚିନ ତେନ୍ଦୁଲକର ବି ଯାଇଛି, ଏ ସିଚୁଏସନ ରେ ବିରାଟ କୋହଲି ବି 4 ବର୍ଷ ବିନା ସେଞ୍ଚୁରୀରେ ବିତେଇଛି, ଏ ସିଚୁଏସନ ଧୋନିର ବି ଆସିଛି, ଏ ସିଚୁଏସନ ଆମ ଏଇ ଟେନିସ ପ୍ଲେୟାର ଆମର ବି ଯିଏ ଓଡିଶାରେ ଅଛି ତାଙ୍କ ସମସ୍ତଙ୍କର ଅଛି, ଚୁଇଁ କାଳିଆର ଅଛି, ସମସ୍ତଙ୍କର ଅଛି। ତ ଏଟା ହଉଛି ଗୋଟେ କ୍ରିକେଟ ର ଗୋଟେ ପାର୍ଟ, ଏ ଅପ୍ ଆଣ୍ଡ ଡାଉନ। ତାକୁ ଯିଏ ଆକ୍ସେପ୍ଟ କରିକି ସେ ସମୟ ଟା ବିତେଇବ, ସର୍ଭାଇଭ କରିକି ଷ୍ଟ୍ରଗଲ କରିକି ଉଠିବ, ଆଉ ସିଏ ତ ହିଁ ତ ମାନେ ଲଢୁଆ ପୁଅ। ଆଉ ଯଦି ତାକୁ ଆକ୍ସେପ୍ଟ ନ କରିବ କି ଓଲଟା ତମ ଭୁଲ ଯୋଉଠି ହଉଥିବ ତାକୁ ଚେଷ୍ଟା କରିବନି ସୁଧାରତେ, କି ଯୋଉ ତମେ ଆସିଲା ପରେ ଦେଖିବନି ଲାଇଭରେ ଯେ ମୁଁ ଘୁରେଇଲି ଡଟ କାହିଁକି ହେଲି, ବଲ ଲାଇନ ମିସ୍ କଲି, କୋଉଠି କଣ ଭୁଲ ହେଲା, ତାକୁ ଯଦି ଜଜ ନ କରିବ, ଓଲଟା ତମେ ସେଟାକୁ ମାନେ ଭାବିବ କି ନାଇଁ ନାଇଁ ମୁଁ ଠିକ ଥିଲି,
ବଲ୍ ଭଲ କଣ ପକେଇଲା ସେମିତି ନୁହେଁ ତେଣୁ ରାଜୁ ଭାଇ ମୁଁ ଭିଡିଓ ଦେଖିବା କଥା କହୁଛ ଏମବି ଛାଡି ଦଉଛି ରାତିରେ। ଆର ବର୍ଷ ଯୋଉ ସବୁ ଖେଳିଥିଲୁ ଯୋଉ ମ୍ୟାଚ ତା ହୁଁ। ପୂର୍ବ ବର୍ଷ ସବୁ ଯୋଉ ମାରୁଥିଲି ସବୁ ଭିଡିଓ ଦେଖୁଛି। ମୁଁ କହୁଛି ଗୁଡ ଷ୍ଟାଣ୍ଡିଂ ଟା ଭୁଲ ହେଇଯାଉଛି କି କୋଉଟା ଭୁଲ ହେଇଯାଉଛି କି ମାନେ ହଉଛି କଣ ଭୁଲ ହଉଛି ମାନେ ଆକ୍ଚୁଆଲି ସବୁ ମୁଁ ଭିଡିଓ ଦେଖି ସାରିଲିଣି। ଲାଷ୍ଟ କୁ କାଲି ସର୍ଟ ସିଲେକ୍ସନ ଭୁଲ ହଉଛି। ସର୍ଟ ସିଲେକ୍ସନ ଭୁଲ ହଉଛି। ଆଉ କାଲି ଲାଷ୍ଟ କୁ ଯାଇଥିଲି ଅଣିଜ ପଡିଆରେ ମୁଁ ଖେଳିକି ଯାଏ ଯାଇଥିଲି ମାନେ ସେଇଠୁ ଖେଳିଲେ ମତେ ଟିକେ ଲାଗେ ଯେ ମୁଁ ଲକ୍ ଭଲ ହୁଏ ବୋଲି। ମାନେ କାଲି ଯାଇ ତାଙ୍କ ପଡିଆରୁ ରାତିର ଯୋଉ ପପୁ କହିଲେଣି ଯିବନି ବୋଲି ତାକୁ ଯା ଗଲି ବୁଝେଇତେ ସେ ପଡିଆକୁ ଯାଇକି ସେ ପଡିଆକୁ ଜୁଆର ହେଇକି ଆଇଲି। ଶଳା ତଥାପି ତ ହଉନାହିଁ କଣ କରାଯିବ 100%। ଆଉ ଭାବୁଛି ଏଇ ନା ନା ଯୋଉ କସମୁଣ୍ଡା ଟା ସେଇଟା ଖେଳିକି ସେଇଟା ଆମର କେତେ ଠିକ ତାରିଖ ଅଛି। ଅଛି କହନି କସମୁଣ୍ଡା? ସେଇଟା ଠିକ ଅଛି। କଂସମୁଣ୍ଡା ଅଛି 11ରେ 11ରେ ଅଛି। ଯଦି 10 ତାରିଖ କୋଉଠି ମ୍ୟାଚ ନଥିବ 10 ତାରିଖ ହୁଁ ଧର ଏବେ ତମେ ତ ଯିବ କାଲି ତ ଅଛି ବୋଧେ ହୁଁ କାଲି ଗଲ 8 ଯଦି 9-10 ନଥିବ କୋଉଠି ହୁଁ 9-10 ନଥିଲେ ବାଇକରେ ବରଂ 200 ଟଙ୍କା ତେଲ ପଡୁ ଘରୁ ପଳେଇ ଆସିବୁ ସକାଳୁ ତା ବବୁଲକୁ ଧରିକି ହୁଁ। ଲାଡେନ ଘର ଏଠିକି ପଳେଇବା। କୋଉଠି ଭୁଲ ଠିକ ରହୁଛି ଚେକ୍ କରିବା ୟା ତ କଂକ୍ରିଟ ମ୍ୟାଚ ଅଛି ପୁଣି ମାନେ ଟିକେ ପ୍ରାକ୍ଟିସ କରୁଛୁ। ତତେ 4ଟା 5ଟା ବୋଲର ଦେଇକି ପକେଇବୁ ତୁ ଖୋଲା ଏଠି ତ ଆଉଟ ହେଲେ କଣ ହେଲେ ମାନେ ହାରି ଯାଉଛୁ ସେମିତି ନୁହେଁ। ଆଗେ ତ ହ୍ୟାଣ୍ଡ ସେଟ କର 2 ଦିନରେ ଯଦି 9-10ରେ ମ୍ୟାଚ ନାହିଁ ଯଦି ମ୍ୟାଚ ଅଛି ମ୍ୟାଚ କୁ ଯା କିଛି ଅସୁବିଧା ନାହିଁ ୟା ଅପେକ୍ଷା ତ ମ୍ୟାଚ ଆହୁରି ବେଟର ଯଦି ମ୍ୟାଚ ଅଛି। ଯଦି ହଁ ମ୍ୟାଚ ସେ ପ୍ରାକ୍ଟିସ ଯାଇନାହୁଁ ଆଉ କାଲି ସକାଳୁ ଆଉ 2 ଜଣ ଯଦି ବି ପିଲା ମ୍ୟାଚ କହିଛି ଅଛି ନା ବିରିୟାନୀ ଦେବି। ଯଦି ବି ମ୍ୟାଚ ଅଛି ତାହେଲେ ମ୍ୟାଚ ତ ଦିନ 10ଟା 11ଟା 12ଟା ପରେ ଅଛି ସକାଳ 7ଟା ବେଳୁ ଆମେ ଉଠିକି ଯାଉଛନ୍ତି କୋଉଠିକି 200 କିଲୋମିଟର ଏଠି ଚାହିଁଲେ ବି ସକାଳ 7ଟା ବେଳକୁ ଉଠିକି ଆସିକି 8ଟା ବେଳକୁ ଯାଇକି ପହଞ୍ଚି ପାରିବା ସେଠି କାଲି 10ଟା 2ଟା ପିଲା ଠିକ କରୁଛି ମୁଁ ବିରିୟାନୀ ଦେମି କହୁଛି ହଁ ପକେଇବେ ବଲ ଖେଳିବି। ବାସ୍ ଦିନ 10ଟା ପର୍ଯ୍ୟନ୍ତ ପ୍ରାକ୍ଟିସ କରିକି ତାପରେ ମ୍ୟାଚ କୁ ଯାଅ କାହିଁକି ରାଜୁ ତମେ ବି ଜାଣିଥିବ ପ୍ରାକ୍ଟିସ ର ବାଜୁଛି ତମେ ଭାବୁଛ କି ତମେ ଆସୁନ ଆମ କଲେଜ ପଡିଆ ପିଟିବି ବାଟ ଫାଟ ପାଇଏନି ବୁଲର ସେ ଟର୍ନ ଫର୍ନ ଯାହା ପକଉଛି ପିଟିବି ପ୍ରାକ୍ଟିସ ର ବାଜୁଛି ଠିକ ସେ ପଡିଆରେ ହିଁ ବାଜୁନାହିଁ। ମୁଁ ତ ସେଇଥିପାଇଁ ବେଶୀ ଫ୍ରଷ୍ଟ୍ରେସନ ଅଛି ତାର କାରଣ ହେଲା ତମେ କେବେ ଦେଖିଛ ନା ହଉଛି ମୁଁ କ୍ରିକେଟ ନ ଖେଳିକି ରହିବାର ହୁଁ ମୁଁ ବା ଅହନେସି କ୍ରିକେଟ ଖେଳେ। ମୁଁ ବା ମାନେ ଖାଲି କ୍ରିକେଟ ଖେଳ ପାଇଁ ଆମ କଲେଜ ପଡିଆରେ ଗୋଟେ କଂକ୍ରିଟ ମାନେ ପିଚ୍ ବାଗେଇ ଦେଇଛି ବର୍ଷା ହେଲେ ସେଠି ହୁଁ ଖେଳିମି ଏଠି ଖେଳିମି ପ୍ରାକ୍ଟିସରେ ବାଜୁଛି ପ୍ରାକ୍ଟିସ ଘୁଁ ଗାଁ ବ୍ୟାଟ୍ ନେମି ଯାହା ମାରିମି ଛକା 4 ହବ ସବୁ ଆଡିକି କିନ୍ତୁ ମ୍ୟାଚ ହିଁ ଏକ ହଉଛି। ସେଇ ତ କହୁଛି କି ସେଇଟା ତତେ କହିତେ କିଏ ଅଛି ପ୍ରାକ୍ଟିସ ରେ ତତେ କହିବା ପାଇଁ କିଏ ଅଛି ମେଣ୍ଢି ସେଇଟା ଭୁଲ ହଉଛି ବୋଲି ବୁଝିପାରୁଛୁ ତତେ ଲାଗୁଛି ମୁଁ ଠିକ ଅଛି କିନ୍ତୁ ତତେ କହିଲା ପାଇଁ ଦରକାର କି ନାଇଁ ଏଇଟା ମେଣ୍ଡିସ ଭୁଲ ହଉଛି ବୋଲି ସେଇଟା ତୋ ସାଙ୍ଗରେ ଯିଏ ଡେଲି ଖେଳୁଛନ୍ତି ତୋ ଟିମ ମେଟ ତତେ ଯିଏ ଡେଲି ଦେଖୁଛି ଖେଳିବାର ସିଏ ହିଁ ତତେ କହିବ ତ ସେଇଠି ତ ଟିମମେଟ ତତେ ଆଜି ତୁ ଆଉଟ ହେଇକି ଆଇଲୁ ଆମେ କହୁଛୁ କି ନାଇଁ କି ଏଇଟା ଭୁଲ ହଉଛି ବୋଲି ସେଇଟା ତତେ ପ୍ରାକ୍ଟିସ ବେଳେ ଆମେ ହିଁ ଠିଆ ହବାକୁ ପଡିବ ତତେ ପ୍ରାକ୍ଟିସ ରେ କହିବାକୁ ପଡିବ ତୋର ଏଇଟା ଭୁଲ ହଉଛି ବୋଲି ସେଇ ଜିନିଷ ଯଦି ତୋର କାଲି ଦିନ ପରେ ପୁଣି ଗ୍ୟାପ୍ ଥିବ 1-2 ଦିନ ବାଇଚାନ୍ସ କୁଆଡେ ଏଇ ପାଖ ଆଖରେ ମ୍ୟାଚ୍ ଥିବ ତାହେଲେ ସକାଳେ 2 ଘଣ୍ଟା ଟାଇମ ଦବୁ ପଳେଇବା ସେଠିକି ମିଶିକି ପ୍ରାକ୍ଟିସ କରିବା ଏପଟରୁ ଆସିକି ଡାକିଦବା ସୋହେଲକୁ ଡାକିଦବା କଣ୍ଟ୍ରି ଡାକିଦବା ମିଶିକି ପ୍ରାକ୍ଟିସ କରିବା ଏପଟରୁ ଟିପୁକୁ ନେଇକି ପଳେଇବା ବେଟର ହବ ତୁମେ ଚିକେନ ମାଇଣ୍ଡେଡ ରଖୁଛ ସେଥିପାଇଁ ହୁଁ ବୁଢା ହେଇଗଲାଣି ମେଣ୍ଡିସ ହଁ ଭାଇ ବୁଢା ହେଇଗଲାଣି 32 ବର୍ଷ ହେଲାଣି ଆଉ କଣ ବୁଢା ହେଇନି ନା ଡିସିପ୍ଲିନ ମେଣ୍ଟେନ କର ଦେଖିବ କଣ ଡିସିପ୍ଲିନ କଣ କାହା ପଡିଆରେ କଣ ମାରି ପକଉଛ ନା କଣ କ୍ରିକେଟ ଖେଳ କୋଉଠି ଯାଇ ପହଞ୍ଚିଲାଣି ଭାଇ ତୁମେ ଦେଖୁନ ବୋଧେ ଏଇ ଏଇ ଯୋଉ ସେଇ ଭାଇ ସେ ତ ବର୍ତ୍ତମାନ ଇଣ୍ଡିଆ ଟିମ୍ କି ବି ବାଛିଦେବେ ଇଣ୍ଡିଆ ଟିମ୍ ଯୋଉ ଆମେ ଯୋଉ ବେଷ୍ଟ ବୋଲର ଅଛି ୱାର୍ଲଡ ର ନମ୍ବର 1 ସିଏ ବି ଯାଇକି ଦିପଦ କହିଦେଇକି ଆଖି ଦେଖେଇକି ଆସୁଛି ବଲ ଟେ ପକେଇ ଦେଇକି ଡଟ କରିକି ବୁମରା ତ ସେଇଟା ସମସ୍ତେ ଜିତିବା ପାଇଁ ଦେଖୁଛନ୍ତି କି ଆମେକୁ ଏମିତି ଗୋଟେ ମାହୋଲ ତିଆରି କରିବା ତମକୁ ଲାଗୁଛି କି ଆଜି ଯଦି ପିକଅପ୍ ନେଇକି ଠିକ ସେ ମାନେ ସେ ଟାଇପ ର ଏଗ୍ରେସନରେ ଖେଳି ନଥାନ୍ତେ ଏ ମ୍ୟାଚ ଡ୍ର ହେଇଥାନ୍ତା
ମ୍ୟାଚ୍ ବା 4-5 ଆରେ ଓଭର ସିଏ 4 ଓଭର ସିଏ ଆମେ ପୂର୍ବରୁ ସରି ଖରାପ ଯାଇଥାନ୍ତା। ବ୍ୟାଟିଂ କରିଛୁ, ସିଏ ଦେଖି ନାହାନ୍ତି ସେ ପଡିଆ କେଡି ବଟେ, ହଁ ପିଚ୍ କେଡି ବଟେ, ସେ ଖେଳ ସେମାନେ କେହି କିଛି ସେ ଦେଖି ନାହାନ୍ତି। ପଡିଆରେ 175 ମାଇଲା ସିଆରେନ୍, କାହିଁ ମାଇଲା ସିଆରେନ୍ ଜାଣିପାରିଲନି ନା? ଏଟା ବା ପୁରା ଛୋଟ ପଡିଆ, ମାନେ ପଡିଆ ମିଡିୟମ ପଡିଆ, ଆଉ ପିଚ୍ ବି ମାଡ ପିଚ୍ ପୁରା। ତେଣୁ ଆରେ ଆମେ ଖେଳି ପାରୁନୁ, ଫର୍ମରେ ନାହୁଁ, କିଛି ପିଲା ରନ୍ କମ୍, ବହୁତ ଖେଳିଛନ୍ତି କମ୍ ବୋଲି। ହେଇଛି। 30-40 ରନ୍ ମିନିମମ୍ କମ୍ ହେଇଛି ବୋଲି ଏତେ ଏତେ ଏଗ୍ରେସନରେ ପଡିଆରେ ରହିବା କଥା। କାରଣ ତମେ ଜାଣିଛି ଯଦି ତମେ ନ ରଖୁଛ ଗରମ ମାହୋଲ ଟା ପଡିଆ ଭିତରେ ନା, ତ ବୋଲର ବି ଭଲ ପକେଇବନି, ଫିଲ୍ଡର ବି ବଡି ଲାଙ୍ଗୁଏଜ ଚେଞ୍ଜ ହବନି, ଏଗ୍ରେସିଭ ଫିଲ୍ଡିଂ। ଯୋଉ ହୁସେନ ଯୋଉ କ୍ୟାଚ୍ ଟା ଡ୍ରାଇଭ୍ ମାରିକି ଫ୍ରଣ୍ଟ କୁ ଧଇଲା, ଦୌଡିକି ଆସିକି ମାନେ 20 ମିଟର, ସେଟା କଣ ବଡି ଗରମ ନଥିଲେ ଧରିନ ପୁରା? ସେ ତ ସେଇଠି ଠିଆ ହେଇଥାନ୍ତା, ବାଉଣ୍ଡ୍ରି ଟା ଖାଲି ଅଟକେଇଥାନ୍ତା, ଆଗକୁ ଆସିକି କାହିଁକି ଦୌଡ଼ିକି ଆସିକି ଡ୍ରାଇଭ୍ ମାରିକି ଧରିବ? ସିଏ ସିଏ ଭାବୁଛନ୍ତି ଯୋଉ ୟାକୁ ନୁହଁ ନା, ହୁଁ। ହଉଛି ମାନେ ମାନେ ଏଇ ଯୋଉ ୟାକୁ କରୁଛନ୍ତି, ସ୍ଲେଜିଂ କରୁଛନ୍ତି କି ଗରମ ହଉଛନ୍ତି, ସେ ଭାବୁଛନ୍ତି ଭାଇ ଏଟା କଣ 200 ରନ୍ ମାରିକି ଗରମ ହେବ ନା? ହୁଁ। 200 ରନ୍ ମାରି ତାକୁ କାହିଁ ଗରମ ହବ? କାହିଁକି, ସେ କଣ ତ ଦରକାର? ନର୍ମାଲି ଖେଳା ହବ, ଏମିତି ଯେତେ ଯାହା ମରା ହବ, ମ୍ୟାଚ୍ ବାହାରିଯିବ। ଜାଣିପାରୁନୁ ବୋଧେ ଖେଳକୁ, କେତେ ଦିମାଗର ସହିତ କ୍ରିକେଟ ଖେଳା ହଉଛି। 96-98 ରନ୍, 5 ଓଭରରେ ଥିଲା 36ଟା ବଲରେ 32 ରନ୍। ଆମେ ଖେଳକୁ ଟାଣି ଟାଣିକି ଦିଟା 3ଟା ୱିକେଟ, ବଲରେ 12 ରନ୍, ଦିଟା ଆମର ୱିକେଟ ଯାଇଛି। 2ଟା ୱିକେଟ ଯାଇଛି। ଆମର ଲକ୍ ଖରାପ ବୋଲି ଆମେ ହାରୁଛୁ। ଆମକୁ ଭଗବାନ ସାଥ ଦଉନାହାନ୍ତି, ଆମର କୌଣସି ବା ୟାକୁ ଲକ୍ ଖରାପ, କ୍ରିକେଟ ହିସାବରେ ଆମେ ହାରିଛୁ। କଣ ଖେଳ ଦେଖୁଛ, ବୁଝୁଛ? ଆଉ ଆମେ ମାରିବୁ, ଆମେ ବା ବ୍ୟାଟିଂ ଖରାପ କରୁଛୁ, ଆମ ଟିମ୍ ହିଁ ପୁରା ବ୍ୟାଟିଂ ତ ଖରାପ ଖରାପ କରୁଛୁ। ହଉଛି ବୋଲି ଆର ପାର୍ଟ ଟା ଫିଲ୍ଡିଂ ଆଉ ବୋଲିଂ ଟାକୁ ପୁରା ଫୁଲ ଏଫର୍ଟ ଦିଆ ହଉଛି। ଯୋଉଟା ହଉନି ଆଉ ତାକୁ କଣ କରାଯାଇପାରିବ? ବ୍ୟାଟିଂ ଫ୍ଲପ ହଉଛି, ଆଉ କଣ କରିବୁ? ଆଉ କଣ ଚେଷ୍ଟା ତ କରାହଉଛି। କରିବୁ? ଆଉ ତମେ କହିବ ତାକୁ ନେଇ ଆସ, ଇଏ ପଳେଇଲା। କାଲି ମୁଁ ଭଲ ମାରିକି 10ଟା ଟୁର୍ଣ୍ଣାମେଣ୍ଟ ଜିତେଇଥିଲି। 10ଟା ଟୁର୍ଣ୍ଣାମେଣ୍ଟ ପରେ ଫେର ଆଜି ବାଜିବନି ମତେ, ତାକୁ ଚେଞ୍ଜ କରିଦିଅ, କଣ୍ଟ୍ରି କି ଚେଞ୍ଜ କରିଦିଅ, ଅଜୟ ରାଉତକୁ ଚେଞ୍ଜ କରିଦିଅ, ଆସିକି ଚେଞ୍ଜ କରିଦିଅ। ଭାଇ ସେମିତି ଟିମ୍ ନୁହେଁ। ଟିମ୍ ସେମିତି, ଆମେ ସେମିତି କ୍ରିକେଟ ଖେଳିତେ ଯାଉନୁ। ସିରିୟସ କଥା, ଟିମ୍ ଯୋଉ ଦିନ ଚେଞ୍ଜ ହେଇଯିବ, ଆମେ ଟିମ୍ ଗୋଟେ ଚେଞ୍ଜ ଏଠୁ କାହିଁକି ଯାଉ। ହବ? ସେଇ ପିଲା ବା ବହୁତ ମ୍ୟାଚ୍ ଜିତେଇକି ଦେଇଛନ୍ତି। ସେଇ ପିଲା ଆଜି ଖରାପ ଯଦି ତାଙ୍କର ଚାଲିଛି, ଟିମ୍ ହାରୁ, କଣ ହେଲା ଏଇଠୁ? ଯଦି ସେ ପିଲାଙ୍କର ଖରାପ ଚାଲିଛି ନା, ତାଙ୍କୁ ଆଉ ଛାଡି ଦେଇକି ତାଙ୍କୁ ଟିମ୍ କରିବୁ ନା? ହାରୁ ଟିମ୍। ସେଇମାନେ ଚେଷ୍ଟା କରୁଛନ୍ତି ନା, ପୁରା ଏମିତି ଶୋଇ ପଡୁଛନ୍ତି ତେଲ ମାରିକି ଦେହରେ? ସିଏ ଚେଷ୍ଟା ତ କାହିଁ କରୁଛନ୍ତି ନା। ବୁଝିବେ ପିଲାମାନେ କେତେ ହୁଁ। କଷ୍ଟ କରିକି, ସବୁ ପିଲା ଏଫର୍ଟ ଦଉଛନ୍ତି ଭାଇ। ତମକୁ ଲାଗୁଛି ପିଲାମାନେ ସମସ୍ତେ 100% ଦଉଛନ୍ତି? ଏ 100% ଦଉନଥିଲେ ଏମିତି ନୁହେଁ ଯେ ମାନେ ମ୍ୟାଚ୍ ଚାଲି ଯାଉଛି କି ଏମିତି। 100% ଦଉଛନ୍ତି, କେହି ନୁହେଁ, କ୍ରିକେଟରେ କେହି ହାରିତେ ଯାଆନ୍ତିନି। ଏଗନେଷ୍ଟ ଟିମ୍ ବି 100% ଦଉଛି, ଆମେ ବି 100% ଦଉଛୁ। କୋଉଠି ନା କୋଉଠି ଆମର ଲକ୍ ଖରାପ, ନୁହଁ ନାଇଁ କଣ ଖରାପ କ୍ରିକେଟ ହଉଛି ଭାଇ? ସବୁଠି କ୍ରିକେଟରେ ଖରାପ ହବ। କ୍ରିକେଟରେ ହଉଛି ସେମିତି କିଛି ନାହିଁ ଯେ ଖରାପ ନାହିଁ ବୋଲି। କ୍ରିକେଟ ଖରାପ, କମାଣ୍ଡ ତମର ବାପା, ମୋର ବାପା ତୁ ନୃସିଂହଚରଣ ନେଗେଟିଭ କିଛି କହନା। ସେ କହୁ ନାଇଁ ସିଏ ନେଗେଟିଭ ନୁହେଁ, ସିଏ ମୁଁ ତାର ଯାହା ଖରା ଜାଣିନି। ଛାଡ, ମୁଁ ସିଏ କିଛି ଖରାଳିଆ ପିଲା ସିଏ ତାର। ମୁଁ ଟିକେ ଭଲ ଭଲ ଏନସାର ଦିଏ। ସିଏ ଭାବନ୍ତି କଣ ଜାଣିଛ କି ନାଇଁ କେଜାଣି, ଗୋଟେ ଗୋଟେ ପିଲା ନା, ଭାବନ୍ତି ମତେ ଲାଗୁଛି ସିଏ ଯିଏ ଏଟା ଲେଖିଛି ତାର ଗୋଟେ ଫ୍ରଷ୍ଟ୍ରେସନ ରହିଯାଇଛି ବୋଧେ, ସେଦିନ ଆମେ ହରେଇ ଦେଇଥିଲୁ ବୋଲି। ସେ ଆରେ ଏଇଠି ବାହାର କରୁଛି, ଏଇଠି ମତେ ହୁଁ ଲେଖି ଦଉଛି। ହୁଁ ସେମିତି ନୁହଁ, ଆମେ କାହାର ବାପ ବି ନୁହେଁ, ସିଏ ବି କେହି ବି ଆମ ବାପ ନୁହନ୍ତି। ସମସ୍ତେ ସମସ୍ତଙ୍କର ଭାଇ। ସିଏ ବି ଆମ ମାନଙ୍କର ଭାଇ, ଆମେ ବି ତାଙ୍କ ଭାଇ। ତୁମେ କଣ ଭାବୁଛ କରୁଛ? ପଡିଆ ଭିତରେ ସବୁ ଶତ୍ରୁ। ତୁମେ ଆଜି ଜିତିଛି ସନ୍ତପୁରା ଜିତିଛି, ମୁଁ ହେଲି ସନ୍ତପୁରାର ଆଇକନ ହେଲା ଅଲଷ୍ଟାରରେ। ହଁ। ଅଜର କଣ କରିମର କ୍ରିକେଟ ମୋର ତ ବହୁତ ଭଲ ସମ୍ପର୍କ। ଏ ଭାଇ କମାଣ୍ଡୋ ବାର ସେ ଭାଷା ଲେଖନି ଭାଇ। କମାଣ୍ଡ କଣ ମାନେ କିଏ ଗୋଟେ ଲେଖୁଛ? କୌଣସି ଟିମକୁ ଇଣ୍ଡିକେଟ କରି ଲେଖନି। ନା ନା, ନେଗେଟିଭ କିଛି ବି ଲେଖନି ଭାଇ। କମାଣ୍ଡର ବାପା ଏଠି ହେଲା ଆମେ ଇମେଜ, କେହି କାହା ବାପ ନୁହେଁ, ନିଜ ବାପା। ଯିଏ ଯାହା ରାତିରେ ଶୋଇକି ଜନ୍ମ କରୁଛନ୍ତି, ସିଏ ହେଲା ତା ବାପା। ଖରା ଆମେ ଭଳିଆ ବାପା କେତେଟା ବ୍ରିଜ ତଳେ ଶଳା ଆମେ ତା ମା ଶୋଇକି ଜନ୍ମ କରୁଛନ୍ତି, ସେମାନେ ବୁଝି ପାରୁନାହାନ୍ତି। ମନି ଇଚ୍ଛା ଆଜି ଗୋଟେ ଜାଣିଛ ନା, ଆଜି ମୁଁ ତମକୁ ଗୋଟେ କଥା କହିତେ ଭୁଲି ଯାଇଥିଲି। ଏଇ ଯୋଉ କ୍ରିକେଟ ବାଣୀ ଲାଇଭ କରୁନାହିଁ, ତାକୁ ମନା କରତେ ପଡିବ ଯେ ତୁ କମେଣ୍ଟ ବକ୍ସ ବନ୍ଦ କରେ ବୋଲି। ଆରେ ଘର ଲୋକ ଦେଖୁଛନ୍ତି, ମାନେ
ଆମ ଘର ଲୋକ ମୋ ମା ଠୁ ବାପା ଠୁ ସମସ୍ତେ ଦେଖୁଛନ୍ତି ଆମ ଭଉଣୀ ଫଉଣୀ କିଛି ଗୋଟେ ମାନେ ମତଲବ ନାହିଁ ନା ତୁ କଣ ସେଠି ସେ ଯୋଉ ଲେଖୁଛନ୍ତି ଟିମ୍ ବିଷୟରେ ପୁରା ଡାଇରେକ୍ଟ ଗୋଟେ ମାନେ ପ୍ଲେୟାର ଏକୁ ତୁମ ଘର ଗୋଟେ କୁହ ଭାଇ ଆମେ ଖେଳିତେ ଯାଉଛୁ ଆମ ମାନେ ଖେଳ ମାନେ ତୁମେ କଣ ବୁଝୁଛ ଆମେ ଜାଣିପାରୁନାହୁଁ କ୍ରିକେଟ ରେ ଖେଳୁଛନ୍ତି ତୁମେ ଆପାର୍ତା ଲେଖୁଛ ମାନେ ଯିଏ ବି କମେଣ୍ଟ ବସ୍ତା ହାତ ବାଜିଗଲା ସଡନ ନା ସେଟା ବି ତ ଠିକ କଥା। ମୁଁ ତ ସେଟା ବି ମାନେ ଗ୍ରହଣ କରେନି। କମେଣ୍ଟ ଏତେ କମେଣ୍ଟ ତ ପଢି ପାରିବୁନି, ଖୋଲି ହିଁ ପାରିବୁନି, ଏତେ ସମସ୍ତଙ୍କର ପୁରା କେହି କଣ ମାନେ ଖରା ବେଳିଆ ଉଁ, ପୁରା ସବୁ ଖସି ପଡୁଛନ୍ତି ନା ତଳୁକୁ ସମସ୍ତଙ୍କର ମା ଭଉଣୀ ଅଛନ୍ତି ତୋର ଯେମିତି ତୁ ବି ଯୋଉ ମୋ ମା ଭଉଣୀ ଗାଳି କରୁଛୁ ତମର ବି ସେଗୁଡା ମା ଭଉଣୀ ଅଛନ୍ତି ଆଉ ସେ ତମ ବିଷୟରେ ଲେଖୁଥିଲେ ଲେଖନ୍ତୁ ଭାଇ ମୁଁ ସେଇ କଣ କରାଯିବ। ଆମ ଆମର ଆଜି ଆମେ ଅଛୁ ବୋଲି ତମେ ଖେଳ ଦେଖୁଛ, ଆଉ ଖେଳ ଦେଖୁଛୁ ବୋଲି ତୁ ଆଜି କମେଣ୍ଟ କିଏ ଦଉଛି ମୋ ବିଷୟରେ। ଦେଖ ମୁଁ ଗୋଟେ କଥା କହୁଛି, ଆମ ଏଇ ଇମେଜ ଇନଷ୍ଟାଗ୍ରାମ ରେ ମୋ ନମ୍ବର ଅଛି। ଯଦି ମତେ କେହି କିଛି କହିବାର ଅଛି, ଯାହାର ବି ଦମ ଥିବ ସେ ଡାଇରେକ୍ଟ ମତେ ସେ ନମ୍ବରରେ କଲ୍ କରିବ କି ମେସେଜ କରୁ। ଅଯଥାରେ ସେ ଯୋଉ କମେଣ୍ଟ ରେ ଗାଳି ଫାଳି ଦିଅନି, ଏଗୁଡା ଡୁପ୍ଲିକେଟ କାମ, ଏଗୁଡା ବେକାର ଧନ୍ଦା। ତେଣୁ ଯଦି ତମକୁ ଲାଗୁଛି ମତେ କିଛି ଗାଳି ଦବାର ଅଛି କଣ ଅଛି, ମତେ ଡାଇରେକ୍ଟ ସେଥିରେ କଲ୍ କର, କିଛି ଅସୁବିଧା ନାହିଁ। वी आर रेडी। ତ ଭାଇ ସେଥିରେ କିଛି ନାହିଁ, ତ ତାକୁ ଇଗ୍ନୋର ମାର, ଭାଇ କିନ୍ତୁ ନା ନା ଦେଖିବା ଗୋଟେ କମାଣ୍ଡ ସଜେସନ ଲେଭେଲ ଦେବା ଫ୍ୟାନ ମାନେ ଗାଳି କରୁଛନ୍ତି ଆଗୁ। ଭାଇ ସେମିତି କିଛି ନୁହେଁ କମାଣ୍ଡର ପିଲାମାନେ ତମେ ଭୁଲ ବୁଝୁଛ ଦେଖ ମୁଁ ଚୁଇଁ କାଳିଆକୁ ଆଉଟ କରିବା ପାଇଁ ସ୍ଲେଜିଂ କରୁଛି ମୁଁ ସେଦିନ ଡ୍ରାଇଭ ମାରି ପଡି ଯାଇଥିଲି ଚୁଇଁ କାଳିଆ ହିଁ ଯାଇଥିଲା ମୁଁ ରନ୍ କରୁନଥିଲି ମଝିରେ ମୁଁ ବ୍ୟାଟ୍ ଯୋଉ ରାଗିକି ଛାଟିଦେଲି ଚୁଇଁ କାଳିଆ କହିଲା ଧନ ଟେନସନ ନେନି ରନ୍ ହବ ହବ ତୁ ଖେଳେ ତମେ କାହିଁ ବେଶୀ ଭାବି ଦଉଛ ଆମେ ପଡିଆରେ ଖେଳୁଛୁ ଠିକ ଠାକ ପଡିଆରେ ସିଏ ବି ତା ଟିମ୍ ପାଇଁ ଖେଳୁଛି ମୁଁ ବି ମୋ ଟିମ୍ ପାଇଁ ନା ଖେଳୁଛି କେହି ନିଜ ନା ଟିମ୍ କୁ ଗାଳି, ହାରିବା ପାଇଁ କେବେ ଦେଖ ମୁଁ କହିବା କଥା, ଆମେ ବି ଏଗ୍ରେସନ ଭିତରେ ଇଏ କରୁଛୁ, ଆମେ ଗାଳି ଦିଆଦି ହବାନି। ଗାଳି ଦିଆଦି ଆମେ ବି ହଉନୁ ପଡିଆରେ, ତମେ ବି ବାହାରେ ହୁଅନି। ମୁଁ ଉଭୟଙ୍କୁ କହୁଛି, ଯୋଉମାନେ ଯାହା ଯୋଉ ଟିମ ର ସପୋର୍ଟର ବି ହୁଅନ୍ତୁ, ଆମ ସପୋର୍ଟର ବି ହୁଅନ୍ତୁ, କି ଆମ ଭାଇ ହୁଅନ୍ତୁ ତାଙ୍କ ଭାଇ ହୁଅନ୍ତୁ, କମେଣ୍ଟ ରେ ଏତେ ଏତେ ରୁଡ ହେଇଯାଉନି, ଏତେ ଖରାପ ହୁଅନି ତାକି ମତେ ଗାଳି ଦିଅ, ମୋ ଫ୍ୟାମିଲି ଗାଳି ଦିଅ, ଅନ୍ୟ କାହାକୁ ଗାଳି ଦିଅ, ନା ରୁଡ ପୁରା ଏତେ ରୁଡ ହୁଅନି। ଜାଣିନ ଭାଇ ଶୁଣ ମୁଁ ତମେ ପର୍ଟିକୁଲାର ଯେତିକି ଜଣ ମୋ ବି ସହିତ କ୍ରିକେଟ ଯୋଉମାନେ ବି ଆମ ଦେଖୁଛ ଆମ ସପୋର୍ଟର ମୋ ସହିତ କନେକ୍ଟେଡ, ମୁଁ ସମସ୍ତଙ୍କୁ କହିଛି କି କେହି ବି ସେ କମେଣ୍ଟ ସେକ୍ସନରେ ତମେ ଯାଇକି ମାନେ ଭାଗ ନିଅନି। ଆଉ ଯଦି ବି ମାନେ ହଁ କୋଉ କମେଣ୍ଟରେ ତମେ ସେଥିରେ ଆନ୍ସର ଦବ, ଯୋଉଠି ଆମେ ଗୋଟେ ପୋଷ୍ଟ କରୁଛୁ ସେଠି କିଏ ଗୋଟେ ନେଗେଟିଭ କମେଣ୍ଟ ଆସିକି କରିଦେଇଛି ଆମ ପୋଷ୍ଟ ଉପରେ, ସେଇଠି ତାକୁ ଆନ୍ସର ଟେ ଦିଅ, ଚଳିବ। କିନ୍ତୁ ତମେ ଅଲଗା ସେଥିରେ କୋଉଠି ଯାଇକି ଦିଅନି, ତ ଭଲ ଲାଗୁନି। ଭାଇ ତମେ ସବୁ ଯିଏ ବି ଯୋଉ ଟିମ୍ ବିଷୟରେ ଲେଖୁଛ ସେ ଯୋଉ ଟିମ୍ ସେ ଯୋଉ ମାଲିକ ତାଙ୍କ ବିଷୟରେ କି ଜାଣିଛ ମାନେ ଷୋହଳଟା ଟିମ୍ ଖେଳୁଛନ୍ତି ଆମେ ତ ଏଜ ଏ ପ୍ଲେୟାର ଖେଳିକି ଆମର ପାରିଶ୍ରମିକ ମୂଲ୍ୟ ଯାହା ନା କିଛି ପଇସା ଆମେ ନେଇକି ଘରକୁ ଆସୁଛୁ ସେ ଯେତିକି ଯୋଉ କମାଣ୍ଡ ହଉ ହିଟ ମାଇଣ୍ଡ ହଉ କିମ୍ବା ସମ୍ବଲପୁର ହଉ କିମ୍ବା ଇମେଜ ହଉ ଯେତିକି ଜଣ ମାଲିକ ତାଙ୍କ ସ୍ତ୍ରୀ ଘର ଛୁଆ ପିଲା ସଂସାର ସବୁ ଛାଡିକି ତାଙ୍କ ଜୀବନର ଇନକମ ମନେକର 10 ଲକ୍ଷ କରୁଛନ୍ତି ସେଟାରୁ 8 ଲକ୍ଷ ଟଙ୍କା ସେମାନେ କ୍ରିକେଟ ବାଟେ ଖେଳକୁ ସାରୁଛନ୍ତି 11 ଜଣ ପିଲା ଗୋଟେ ଟିମ୍ ଇମୋସନ ତିଆରି କରୁଛନ୍ତି ସେଠି 8 ଲକ୍ଷ ଟଙ୍କା ସେମାନେ ତାଙ୍କ ଘର ପ୍ରତି ବି ଦଉନାହାନ୍ତି ସେ ଟିମ୍ 11 ଜଣ ପ୍ଲେୟାର କି ସେ ଯୋଉ ଏଥିରେ ଦେଇକି ସେମାନେ ଯାଇ ଟିମ୍ ନେଇକି ଯାଉଛନ୍ତି କିଏ ହାରି ଯାଉଛି ହଉଛି କିଏ ଜିତୁଛି ସେଟା ପାର୍ଟ ଅଫ ଗେମ୍ ସେଟାରେ ଗେମ ରେ କିଛି ନାହିଁ ସେମାନେ ହାରିଲା ପରେ ଯୋଉ ଉନର ବି ହଉ ତାର 11 ଜଣ ପିଲାକୁ ଧରିକି ଆସୁଛି ଖାଇତେ ଦଉଛି ସେମାନେ ନିଜେ ଭୁକିଲା ରହିକି ଖାଇତେ ଦଉଛନ୍ତି ସେ ଟିମ୍ ଟା ଯୋଉ ଟିମ୍ ବି ବହୁତ କଷ୍ଟରେ ଟିମ୍ ତିଆରି ହଉଛି ଆମେ ଏଗନେଷ୍ଟ ଖେଳୁଛୁ ବୋଲି ତା ମାନେ ନୁହେଁ ଯେ ସେ ଟିମ୍ ମାଲିକ ଖରାପ ସେ ଟିମ୍ ପିଲା ଖରାପ କି ୟାକୁ ଖରାପ ଯିଏ ଇଣ୍ଡିଭିଜୁଆଲି ଗୋଟେ ପିଲା ଖରାପ ହେଇପାରିଥାଏ ସେମିତି କଣ ଟିମ୍ ମାଲିକ ତମେ ଜାପାର ତା ମନ ଇଚ୍ଛା ଯାହା ପାରେ ତାହା କହୁଛ ଇଏ କମାଣ୍ଡ କେହି ବି ଇମେଜ ଫ୍ୟାନ ହଉ କି ୟାକୁ ଫ୍ୟାନ ହଉ କ୍ରିକେଟ କୁ ଭଲ ପାଅ କୁ ଛାଡିକି ଆଉ ଦ୍ୱିତୀୟ ଜିନିଷକୁ ଭଲ ପାଉନି ରୋମାନିକ ତ ଦେଖ ତମେ ଏବେ ଏବେ ଦେଖ କି ପୁରା ସେଗୁଡା ସବୁ ବାଦ ଦେଇଦିଅ କିଏ କଣ କମେଣ୍ଟ ବ୍ୟାଡ କମେଣ୍ଟ କରୁଛି କଣ କରୁଛି ପୁରା ବାଦ ଦେଇଦିଅ ଯଦି ଭଲ ପାଇବା ପ୍ରକୃତରେ ଆମ ପାଇଁ ଅଛି ତ ଆମକୁ ମାନେ ଜାଣ ଭାବ କି ଆମେ ଯେତେବେଳେ ହାରୁଛୁ ଆହୁରି ସପୋର୍ଟ କର ଆହୁରି ଭଲ ପାଇବା ଦିଅ ଆହୁରି ଆମକୁ ଏନକରେଜ କର ବାଇ ମେସେଜ ହଉ ବାଇ ଷ୍ଟୋରି ପକେଇକି ହଉ
कि बाई जेमती तमे सोशल मीडिया रे हमको कनेक्टेड है कि हमको कि डायरेक्ट जे जार कनेक्ट अच्छो जो ଯିବା प्लेयर सहित ଭାଇ तांकू ଫର୍ମ ନାହିଁ ଫର୍ମ ଆଇଲେ तांकू ଯିବା। माने एनकरेज करो ताकि आहुरी तम पसंद टीम जे तम पसंद प्लेयर आहुरी भलो करंतु आहुरी एफर्ट देई पारु से पड़िया रे तो मते तो किसी मोर जे क्लोज जो माने भी मते मेसेज करंती कि फोन करंती तो से माने मते भी तो कन्फर्म ମୁଁ ଜାଣିଛି ସେମାନେ ଆଜି ଟିକେ ଦୁଃଖୀ ଅଛନ୍ତି ବୋଧେ ସେଥିପାଇଁ ମତେ କଲ୍ ଫଲ୍ କରିନାହାନ୍ତି ମେସେଜ କରିନାହାନ୍ତି ମୋଠୁ ଆହୁରି ବେଶୀ ଦୁଃଖୀ ସେମାନେ ତ ସେମାନେ ମତେ ବି ଏନକରେଜ କରନ୍ତି ତ ମୁଁ ବି ଏନକରେଜ ହୁଏ ସେମାନଙ୍କ ପାଇଁ ମାନେ ସେମାନଙ୍କ କଥାରେ ଏନକରେଜ ହୁଏ ନା ନା ହବ ଅଛନ୍ତି ଆମ ଛୁଆ ତ ଆମ ସାଙ୍ଗରେ ଅଛନ୍ତି ହବ ଆମ ପିଲା ଆମ ପ୍ଲେୟାର ବିଶେଷତଃ ଆମ ପ୍ଲେୟାର ଆଜି ମୁଁ ବି ମାନେ ଡାଉନ ଥିଲି ମେଣ୍ଟାଲି ଆମ ପ୍ଲେୟାର ଆଜି 100% ସମସ୍ତେ ସମସ୍ତେ ମିଶିକି एनकरेज मते करचंदी तो माने थैंक यू समस्त तो मते उल्टा एनकरेज करचंदी कि नाही आमे अछु आमे सब टूर्नामेंट अटेंड करजु आमे सब टूर्नामेंट खेलिबु तमे हमको पड़िया रे खाली पहुंचाओ तो हार जीत पछ कथा आमे सब हारि गले भी सब खेलिबा तो तेनु तम माने तो अछो से माने भी अछंती आ असुविधा कोन हमर अभाव कोन जतले प्लेयर ଅଭାବ खेलिबा ଥିଲା। को राजी ନା ନା ରାଜୁ सब ସେମାନେ प्लेयर କେହି खेलिया ଜାଣି पई राजी ପାରୁନାହାନ୍ତି। तमे देखिया पई राजी तमे हमको सपोर्ट करिया पई राजी आउ कोन अछि असुविधा कोन आमे काई मेंटली ये न होई परिबा तो हार जीत तो रहिची आज हारिचंदी काल जितिबा हेतु किछि नाही କଣ 30ଟା ଟୁର୍ଣ୍ଣାମେଣ୍ଟ ହାରିଯିମୁ କଣ ହାରି ହାରି ଫେର କଣ ହାରିମୁ ଜିତିମୁ ତ ଦିନେ ନା ଦିନେ ଜିତିମୁ ଆଉ କଣ ଜିତିମୁନି କଣ ତୁମେ କେତେ ଏତେ ଫେକ୍ ଆକାଉଣ୍ଟ ଇଆଡୁ ସିଆଡୁ ଲେଖୁଛନ୍ତି ଛାଡ ଲେଖୁଛନ୍ତି ଆରେ